ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୌରମଣ୍ଡଳ ବାହାରେ ବୈଜ୍ଞାନିକଙ୍କୁ ମିଳିଲା ଜୀବନର ସଂକେତ। ଛତିଶଗଡ଼ର ବିଭିନ୍ନ ଥାନା ଅଞ୍ଚଳରୁ 22 ଜଣ ମାଓବାଦୀ ଗିରଫ। ପଶ୍ଚିମବଙ୍ଗର ହିଂସା ପ୍ରଭାବିତ ମୁର୍ସିଦାବାଦରେ ମୁତୟନ ରହିବେ କେନ୍ଦ୍ରୀୟ ଫୋର୍ସ। ସାଂସ୍କୃତିକ ଓ ପ୍ରାକୃତିକ ଐତିହ୍ୟକୁ ସମ୍ମାନ ଓ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ବିଶ୍ୱ ଐତିହ୍ୟ ଦିବସ। ଏବଂ ଆଇପିଏଲ୍ର ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 4 ୱିକେଟ୍ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍ ବ୍ୟବହାର କରି ବୈଜ୍ଞାନିକମାନେ ସୌରମଣ୍ଡଳ ବାହାରେ ସମ୍ଭାବ୍ୟ ଜୀବନର ଦୃଢ଼ ସଂକେତ ଠାବ କରିଛନ୍ତି। ବୈଜ୍ଞାନିକ ଦଳ ପୃଥିବୀଠାରୁ 124 ଆଲୋକବର୍ଷ ଦୂରରେ ଅବସ୍ଥିତ K2-18b ବାୟୁମଣ୍ଡଳରେ ରାସାୟନିକ ବାୟୋ ସିଗ୍ନେଚର ଚିହ୍ନଟ କରିଛନ୍ତି, ଯାହା ଜୀବନର ସମ୍ଭାବ୍ୟ ଉପସ୍ଥିତିକୁ ସୂଚାଇଥାଏ। କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋନମିର ପ୍ରଫେସର ନିକୁ ମଧୁସୂଦନଙ୍କ ନେତୃତ୍ୱରେ ଏକ ଟିମ୍ ଗ୍ରହର ବାୟୁମଣ୍ଡଳରେ ଥିବା ଅଣୁଗୁଡ଼ିକୁ ଚିହ୍ନଟ କରିଛନ୍ତି, ଯାହା ପୃଥିବୀରେ ଥିବା ଜୀବାଣୁ ଦ୍ୱାରା ଉତ୍ପନ୍ନ ହୋଇଥିବା ଜୀବ ଭଳି ଅଟେ। ପ୍ରଫେସର ମଧୁସୂଦନ କହିଛନ୍ତି, ଏହା ଜୀବନ ଥିବାର ନିର୍ଦ୍ଦିଷ୍ଟ ପ୍ରମାଣ ହୋଇନଥିଲେ ମଧ୍ୟ ଜୈବିକ କାର୍ଯ୍ୟକଳାପ ଏବଂ ବାୟୋ ସିଗ୍ନେଚରକୁ ସୂଚାଉଛି। କାର୍ଡିଫ୍ ବିଶ୍ୱବିଦ୍ୟାଳୟର ଆଷ୍ଟ୍ରୋଫିଜିକ୍ସର ଅଧ୍ୟାପକ ତଥା ଗବେଷକ ଦଳର ସଦସ୍ୟ ଡକ୍ଟର ସୁବୀର ସରକାର କହିଛନ୍ତି, K2-18bରେ ଜୀବନର ସମ୍ଭାବନା ରହିଛି, ତେବେ ଏହା ନିଶ୍ଚିତ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଅନ୍ୟ ଗ୍ରହରେ ଜୀବନ ସନ୍ଧାନ ଉପରେ ବୈଜ୍ଞାନିକମାନେ ଧ୍ୟାନ ଦେବା ଉଚିତ। ନାସାର ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍ ଦ୍ୱିତୀୟ ଥର ପାଇଁ K2-18bରେ ଜୀବନ ସହ ଜଡ଼ିତ ରାସାୟନିକ ପଦାର୍ଥ ଠାବ କରିଛି ଓ ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି ଯେ ଏହି ଅନୁସନ୍ଧାନ ପୂର୍ବ ଗବେଷଣା ତୁଳନାରେ ଅଧିକ ଆଶାଜନକ। ତେବେ ଏହି ଫଳାଫଳକୁ ନିଶ୍ଚିତ କରିବା ପାଇଁ ଅଧିକ ତଥ୍ୟ ଏବଂ ପର୍ଯ୍ୟବେକ୍ଷଣର ଆବଶ୍ୟକତା ରହିଛି ବୋଲି ଗବେଷକ ଦଳ କହିଛନ୍ତି। K2-18b ପୃଥିବୀର ଆକାରଠାରୁ 2.5 ଗୁଣ ଅଧିକ ଏବଂ ପୃଥିବୀଠାରୁ 700 ଟ୍ରିଲିୟନ୍ ମାଇଲ ଦୂରରେ ଅବସ୍ଥିତ। ଏହି ଦୂରତା ଅତିକ୍ରମ କରି ସେଠାରେ ପହଞ୍ଚିବା ବର୍ତ୍ତମାନ ପାଇଁ ସମ୍ଭବ ନୁହେଁ, କିନ୍ତୁ ଗବେଷକମାନେ ସେହି ଗ୍ରହରେ ଜୀବନ ଧାରଣ ସମ୍ଭାବନା ନେଇ ଆଶା ପ୍ରକାଶ କରିଛନ୍ତି। ଛତିଶଗଡ଼ର ବିଭିନ୍ନ ଥାନା ଅଞ୍ଚଳରୁ ସୁରକ୍ଷା ବାହିନୀ 22 ଜଣ ମାଓବାଦୀଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ 2 ଜଣ ମାଓବାଦୀଙ୍କ ଗିରଫଦାରୀ ନେଇ ପୁରସ୍କାର ଘୋଷଣା କରାଯାଇଥିଲା। ସୁରକ୍ଷା ବାହିନୀ ସେମାନଙ୍କଠାରୁ ଟିଫିନ୍ ବୋମା, ବିସ୍ଫୋରକ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲାର ଉସୁର ଅଞ୍ଚଳରେ କୋବ୍ରା ବାଟାଲିୟନ୍ ଏବଂ ସିଆର୍ପିଏଫ୍ର ମିଳିତ ଟିମ୍ ଯାଞ୍ଚ ଅଭିଯାନ ଚଳାଇଥିଲେ। ସେହି ସମୟରେ ଟେକ୍ମଟେଲା ଜଙ୍ଗଲରୁ 7 ଜଣ ମାଓବାଦୀ ବିସ୍ଫୋରକ ସହ ଧରାପଡ଼ିଥିଲେ। ଅନ୍ୟପକ୍ଷରେ ଜିଲ୍ଲା ରିଜର୍ଭ ଗାର୍ଡ ଟିମ୍ ବେଲଚର ଜଙ୍ଗଲରୁ 6 ଜଣ ମାଓବାଦୀଙ୍କୁ ଗିରଫ କରିଛି। ନେଲସନ ଥାନା ଅଧୀନ କଣ୍ଡାକାରକା ଜଙ୍ଗଲରୁ ସିଆର୍ପିଏଫ୍ ଟିମ୍ 9 ଜଣ ମାଓବାଦୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗରେ ହିଂସା ପ୍ରଭାବିତ ମୁର୍ସିଦାବାଦରେ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିବେ ବୋଲି କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ସୌମେନ ସେନ ଓ ଜଷ୍ଟିସ୍ ରାଜା ବାସୁ ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ହିଂସାକାଣ୍ଡର NIA ତଦନ୍ତ ଦାବିକୁ ଖାରଜ କରିଦେଇଛନ୍ତି। ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏବଂ ଅନ୍ୟମାନେ ଏହି ହିଂସାକାଣ୍ଡ ଘଟଣାର NIA ତଦନ୍ତ ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ କେନ୍ଦ୍ର ସରକାର ଏହି ଘଟଣାକୁ ନିଜ ଆଡ଼ୁ ଗ୍ରହଣ କରି NIA ତଦନ୍ତ ଲାଗି ନିର୍ଦ୍ଦେଶ ଦେଇପାରିବେ ବୋଲି ନ୍ୟାୟାଳୟ କହିଛନ୍ତି। ଅନ୍ୟପକ୍ଷରେ ବିସ୍ଥାପିତଙ୍କ ପ୍ରତ୍ୟାବର୍ତ୍ତନ ଓ ଥଇଥାନ ପାଇଁ ଏକ 3 ଜଣିଆ ଟିମ୍ ଗଠନ କରିବାକୁ ହାଇକୋର୍ଟ ଘୋଷଣା କରିଛନ୍ତି। ଜାତୀୟ ମାନବାଧିକାର ଆୟୋଗର ଜଣେ ପ୍ରତିନିଧି, ରାଜ୍ୟ ମାନବାଧିକାର ଆୟୋଗର ଜଣେ ସଦସ୍ୟ ଏବଂ ରାଜ୍ୟ ଆଇନ ସହାୟତା ସେବାର ଜଣେ ସଦସ୍ୟଙ୍କୁ ନେଇ ଏହି ଟିମ୍ ଗଠନ କରାଯିବ ଓ ଆସନ୍ତା ମାସ 15 ତାରିଖ ସୁଦ୍ଧା ସମ୍ପୃକ୍ତ ଟିମ୍ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଏବଂ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରତିବାଦରେ ଆସନ୍ତା ଶନିବାର ବିଜେପି ଯୁବ ମୋର୍ଚ୍ଚାକୁ ର୍ୟାଲି କରିବାକୁ ଅନୁମତି ଦେଇଛନ୍ତି। ଜଷ୍ଟିସ୍ ତୀର୍ଥଙ୍କର ଘୋଷ କହିଛନ୍ତି, ନେତାଜୀ ଭବନରୁ ଏହି ର୍ୟାଲି ଆରମ୍ଭ ହୋଇ ଆଶୁତୋଷ ମେମୋରିଆଲ ହଲ୍ଠାରେ ଶେଷ ହେବ। ଅପରାହ୍ନ 5ଟାରୁ ରାତି 8ଟା ମଧ୍ୟରେ ସମ୍ପୃକ୍ତ ରାସ୍ତାରେ ସଭା କରିବା ଲାଗି ଅନୁମତି ଦିଆଯାଇଛି। ତେବେ ଏହି ର୍ୟାଲିରେ ସର୍ବାଧିକ 1300 ଲୋକ ସାମିଲ ହେବା ନେଇ ହାଇକୋର୍ଟ ଅନୁମତି ଦେଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍ ଇଣ୍ଡିଆ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବୁଝାମଣାପତ୍ର ଅନୁଯାୟୀ ଅର୍ଥ ଠକେଇ ନିବାରଣ ଆଇନ ଏବଂ ଏହା ଅଧୀନରେ ପ୍ରସ୍ତୁତ ନିୟମାବଳୀରୁ ପ୍ରଭାବଶାଳୀ କାର୍ଯ୍ୟକାରିତା ନେଇ ସମନ୍ୱିତ ପ୍ରୟାସ କରାଯିବ। ଉଭୟ ସଂସ୍ଥା ଆର୍ଥିକ ଠକେଇ ରୋକିବା ଦିଗରେ ପରସ୍ପରକୁ ସହଯୋଗ କରିବେ ବୋଲି କୁହାଯାଇଛି।
ଗୁଇନ୍ଦା ସୂଚନାକୁ ଉପଲବ୍ଧ କରାଇବା ଏବଂ ଆର୍ଥିକ ଠକେଇ ରୋକିବା ଦିଗରେ ଉଭୟ ସଂସ୍ଥା ମିଳିତ ଭାବେ ମୁକାବିଲା କରିବେ ବୋଲି ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାଂସ୍କୃତିକ ଓ ପ୍ରାକୃତିକ ଐତିହ୍ୟକୁ ସମ୍ମାନ ଓ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ବିଶ୍ୱ ଐତିହ୍ୟ ଦିବସ ପାଳନ କରାଯାଉଛି। ଏହାକୁ ମଧ୍ୟ ସ୍ମାରକୀୟ ସ୍ଥଳ ଦିବସ କୁହାଯାଏ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ହେଉଛି ବିପର୍ଯ୍ୟୟ ଓ ସଂଘର୍ଷରୁ ବିପଦରେ ଥିବା ଐତିହ୍ୟ। ପ୍ରତ୍ୟେକ ବର୍ଷ ଏପ୍ରିଲ 18 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଗତ କିଛି ବର୍ଷ ହେବ ବିଶ୍ୱ ଐତିହ୍ୟ ତାଲିକାରେ ଭାରତ କ୍ରମାଗତ ଭାବରେ ନିଜର ଉପସ୍ଥିତି ଜାହିର କରିଛି। ଗତ ବର୍ଷ ଜୁଲାଇରେ ଆସାମର ଆହୋମ ବଂଶର ମାଉଣ୍ଡ କବର ପ୍ରଣାଳୀକୁ ସାଂସ୍କୃତିକ ସମ୍ପତ୍ତି ଭାବରେ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରାଯାଇଥିଲା। ଏପର୍ଯ୍ୟନ୍ତ ବିଶ୍ୱ ଐତିହ୍ୟ ତାଲିକାରେ ଭାରତର 43ଟି ସ୍ଥାନ ଥିବାବେଳେ ୟୁନେସ୍କୋର ଅସ୍ଥାୟୀ ତାଲିକାରେ 62ଟି ସ୍ଥାନ ରହିଛି। 1983 ମସିହାରେ ଆଗ୍ରା ଦୁର୍ଗ, ତାଜମହଲ, ଅଜନ୍ତା ଏବଂ ଏଲୋରା ଗୁମ୍ଫା ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହେବା ପରେ କ୍ରମାଗତ ଭାବେ ଅନ୍ୟ ସ୍ଥାନଗୁଡ଼ିକୁ ଏଥିରେ ସାମିଲ କରାଯାଉଛି। ଆଜି ବିଶ୍ୱ ଐତିହ୍ୟ ଦିବସ ପାଳନ ଅବସରରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ASI ଦେଶର ସମସ୍ତ ASI ସଂରକ୍ଷିତ ସ୍ମାରକୀରେ ପ୍ରବେଶ ଶୁଳ୍କ ଛାଡ଼ ଘୋଷଣା କରିଛି। ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି ASIର ଏହି ପଦକ୍ଷେପ ପର୍ଯ୍ୟଟକଙ୍କୁ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିବାକୁ ସୁଯୋଗ ପ୍ରଦାନ କରିବ। 3000ରୁ ଅଧିକ ସ୍ମାରକୀ ଏବଂ ଐତିହ୍ୟସ୍ଥଳୀକୁ ASI ସୁରକ୍ଷା ଅଧୀନରେ ରଖାଯାଇଛି। ଦେଶର ଐତିହାସିକ ପରମ୍ପରା ଏବଂ ସ୍ଥାପତ୍ୟ ସହିତ ଯୋଡ଼ି ହେବାକୁ ASI ସୁଯୋଗ ପ୍ରଦାନ କରୁଛି। ଆଜି ସାରା ବିଶ୍ୱରେ ଗୁଡ୍ ଫ୍ରାଇଡେ ପାଳନ କରାଯାଉଛି। କାଲୋଭାରିଠାରେ ଯୀଶୁଖ୍ରୀଷ୍ଟଙ୍କ ମୃତ୍ୟୁକୁ ଚିହ୍ନଟ କରି ଏହି ଗୁଡ୍ ଫ୍ରାଇଡେକୁ ଶୋକ, ପ୍ରତିଫଳନ ଏବଂ ଆଧ୍ୟାତ୍ମିକ ଭକ୍ତିର ଦିନ ଭାବେ ପାଳନ କରାଯାଉଛି। ସାରା ବିଶ୍ୱର ଖ୍ରୀଷ୍ଟିଆନ ଅଧିବାସୀମାନେ ଗୁଡ୍ ଫ୍ରାଇଡେ ପାଳନ ସ୍ୱରୂପ ଚର୍ଚ୍ଚଗୁଡ଼ିକରେ ସ୍ୱତନ୍ତ୍ର ପ୍ରାର୍ଥନା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ନାଗାଲାଣ୍ଡର ଚର୍ଚ୍ଚଗୁଡ଼ିକରେ ସ୍ୱତନ୍ତ୍ର ପ୍ରାର୍ଥନା ସେବା ଓ ଉପବାସ ଆୟୋଜନ କରାଯାଇଛି। ଆମେରିକାର ତଲହାସି ସ୍ଥିତ ଫ୍ଲୋରିଡା ଷ୍ଟେଟ୍ ୟୁନିଭର୍ସିଟିରେ ଅଜଣା ବନ୍ଧୁକଧାରୀଙ୍କ ଆକ୍ରମଣରେ 2 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 6 ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ବନ୍ଧୁକଧାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଆକ୍ରମଣକାରୀକୁ ପୋଲିସ ଗିରଫ କରିଛି। ବିଶ୍ୱବିଦ୍ୟାଳୟ ମଧ୍ୟରେ ମୃତ୍ୟୁ ଘଟିଥିବା 2 ଜଣ ସେଠାକାର ଛାତ୍ର ନୁହନ୍ତି ବୋଲି ପୋଲିସ କହିଛି। ଗୁଳିଚାଳନା କରିଥିବା ବ୍ୟକ୍ତି ଜଣକ ସେଠାକାର ଜଣେ ସେରିଫ ଡେପୁଟିଙ୍କ ପୁଅ ବୋଲି ଜଣାପଡ଼ିଛି। ପଞ୍ଜାବରେ 14ଟି ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ର ରଚିଥିବା ଗ୍ୟାଙ୍ଗଷ୍ଟର ହରପ୍ରୀତ ସିଂ ଓରଫ ହାପି ପାସିଆକୁ ଆମେରିକାର ଇମିଗ୍ରେସନ୍ ବିଭାଗ ଅଟକ ରଖିଛି। ଭାରତର ପ୍ରମୁଖ ଆତଙ୍କବାଦ ନିରୋଧୀ ସଂସ୍ଥା NIA ପାସିଆଙ୍କୁ ଗିରଫ କରିବା ଲାଗି ଉଦ୍ୟମ ଚଳାଇଥିଲା। ଚଳିତ ବର୍ଷ ଚଣ୍ଡିଗଡ଼ରେ ଏକ ବାସଗୃହ ଓ ପଞ୍ଜାବର ଏକ ଥାନା ଉପରେ ଗ୍ରେନେଡ୍ ଆକ୍ରମଣ ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ NIA ପାସିଆର ଗିରଫଦାରୀ ନେଇ 5 ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ପାକିସ୍ତାନର ଗ୍ୟାଙ୍ଗଷ୍ଟରରୁ ଆତଙ୍କବାଦୀ ପାଲଟିଥିବା ହରବିନ୍ଦର ସାନ୍ଧୁ ଓରଫ ରିଣ୍ଡାର ଘନିଷ୍ଠ ସହଯୋଗୀ ପାସିଆ ପାକିସ୍ତାନର ISI, ରିଣ୍ଡା ଏବଂ ଖାଲସା ଇଣ୍ଟରନ୍ୟାସନାଲ ସହ ମିଶି ପଞ୍ଜାବରେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଆମେରିକା ଓ ଇରାନ ମଧ୍ୟରେ ଆସନ୍ତାକାଲି ରୋମ୍ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ପରମାଣୁ ଆଲୋଚନାରେ ମଧ୍ୟସ୍ଥତା ଜାରି ରହିବ ବୋଲି ଓମାନର ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଏକ ବିବୃତ୍ତିରେ ମନ୍ତ୍ରଣାଳୟ କହିଛି, ଗମନାଗମନ କାରଣରୁ ଇଟାଲୀର ରାଜଧାନୀକୁ ନୂତନ ସ୍ଥାନ ଭାବେ ଚୟନ କରାଯାଇଛି। ଏହି ଆଲୋଚନା ଏକ ନ୍ୟାୟପୂର୍ଣ୍ଣ, ବାଧ୍ୟତାମୂଳକ ଏବଂ ସ୍ଥାୟୀ ବୁଝାମଣା ଦିଗରେ ଅଗ୍ରଗତି କରିବ ବୋଲି ମନ୍ତ୍ରଣାଳୟ ଆଶାବ୍ୟକ୍ତ କରିଛି। ଆଗାମୀ ବୈଠକ ଆୟୋଜନରେ ସହଯୋଗ ଓ ସମର୍ଥନ ପାଇଁ ଇଟାଲୀ ସରକାରଙ୍କୁ ପ୍ରଶଂସା କରାଯାଉଛି। ଚଳିତ ମାସ 12 ତାରିଖରେ ଓମାନରେ ଆମେରିକା ଓ ଇରାନ ଅଧିକାରୀଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ଉଭୟ ଦେଶ କହିଛନ୍ତି ଆଲୋଚନା ସକାରାତ୍ମକ ଏବଂ ଗଠନମୂଳକ ରହିଛି। ଚଳିତ IPLର T20 ସିରିଜର ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 4 ୱିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଗତକାଲି ମୁମ୍ବାଇର ୱାଙ୍ଗଖେଡେ ଷ୍ଟାଡିୟମରେ ଆୟୋଜିତ ମ୍ୟାଚ୍ରେ 163 ରନ୍ର ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ 18 ଓଭର ଗୋଟିଏ ବଲ୍ରେ 6 ୱିକେଟ୍ ବିନିମୟରେ 166 ରନ୍ ସଂଗ୍ରହ କରିଥିଲା। ୱିଲ୍ ଜ୍ୟାକ୍ସ 26ଟି ବଲ୍ରୁ 36 ରନ୍ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା 9ଟି ବଲ୍ରୁ 21 ରନ୍ ସଂଗ୍ରହ କରିଥିଲେ। ପ୍ରଥମେ ବ୍ୟାଟିଂ କରି ସନ୍ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 162 ରନ୍ କରିଥିଲା। ଅଭିଷେକ ଶର୍ମା ସର୍ବାଧିକ 40 ରନ୍ ସ୍କୋର କରିଥିବା ବେଳେ ଜ୍ୟାକ୍ସ 2ଟି ୱିକେଟ୍ ଅକ୍ତିଆର କରିବା ସହ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ଆଜି ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସନ୍ଧ୍ୟା 7:30ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ସୌରମଣ୍ଡଳ ବାହାରେ ବୈଜ୍ଞାନିକଙ୍କୁ ମିଳିଲା ଜୀବନର ସଂକେତ। ଛତିଶଗଡ଼ର ବିଭିନ୍ନ ଥାନା ଅଞ୍ଚଳରୁ 22 ଜଣ ମାଓବାଦୀ ଗିରଫ। ପଶ୍ଚିମବଙ୍ଗର ହିଂସା ପ୍ରଭାବିତ ମୁର୍ସିଦାବାଦରେ ମୁତୟନ ରହିବେ କେନ୍ଦ୍ରୀୟ ଫୋର୍ସ।
ସାଂସ୍କୃତିକ ଓ ପ୍ରାକୃତିକ ଐତିହ୍ୟକୁ ସମ୍ମାନ ଓ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ବିଶ୍ୱ ଐତିହ୍ୟ ଦିବସ ଏବଂ ଆଇପିଏଲ୍ର ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 4 ୱିକେଟ୍ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା।